ବିଭିନ୍ନ ଉପାଧିରେ ପ୍ରସିଦ୍ଧ ଓଡ଼ିଆ। ଆମେ ଏଠାରେ ପର୍ସନାଲିଟି ଆଣ୍ଡ ନିକନେମ୍ ଆମେ ଦେଖିବା। ବିଭିନ୍ନ ଉପାଧିରେ ପ୍ରସିଦ୍ଧ ଓଡ଼ିଆ। ତ କ୍ୱେଶ୍ଚନ୍ ନମ୍ବର 1ରେ ବ୍ୟାସକବି। ବ୍ୟାସକବି କାହାକୁ କୁହାଯାଏ? ତ ବ୍ୟାସକବି ହେଉଛି ବ୍ୟାସକବି ଫକୀରମୋହନ ସେନାପତିଙ୍କୁ ଆମେ ବ୍ୟାସକବି ବୋଲି ସମ୍ବୋଧନ କରୁଛେ। ସେମିତି ସ୍ୱଭାବ କବି। ସ୍ୱଭାବ କବି ହେଉଛି ଗଙ୍ଗାଧର ମେହେରକୁ ଆମେ ସ୍ୱଭାବ କବି ବୋଲି ସମ୍ବୋଧନ କରୁଛେ। ସେମିତି କ୍ୱେଶ୍ଚନ୍ ନମ୍ବର 3 କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୁ ଆମେ କବି ସମ୍ରାଟ ବୋଲି ସମ୍ବୋଧନ କରୁଛେ। ସେମିତି କ୍ୱେଶ୍ଚନ୍ ନମ୍ବର 4 କଳାନିଧି ବାଞ୍ଛାନିଧି ସେନାପତି। ସେମିତି ଭକ୍ତ କବି ମଧୁସୂଦନ ରାଓ। ବାଣୀକଣ୍ଠ ନିମାଇଚରଣ ହରିଚନ୍ଦନକୁ ଆମେ ବାଣୀକଣ୍ଠ ବୋଲି କହୁଛେ। ସେମିତି କ୍ୱେଶ୍ଚନ୍ ନମ୍ବର 7ରେ ଦେଖିବା ସନ୍ତ କବି। ସନ୍ତ କବି ଆମେ କାହାକୁ କହୁଛେ? ନା ସନ୍ତ କବି ଭୀମ ଭୋଇକୁ ଆମେ ସନ୍ତ କବି ବୋଲି ସମ୍ବୋଧନ କରୁଛେ। ଆଣ୍ଡ କ୍ୱେଶ୍ଚନ୍ ନମ୍ବର 8 ଗାୟକ ଶିରୋମଣି। ଗାୟକ ଶିରୋମଣି ହେଉଛି ନିରଞ୍ଜନ କର। ନିରଞ୍ଜନ କରକୁ ଆମେ ଗାୟକ ଶିରୋମଣି ବୋଲି ଆମେ ସମ୍ବୋଧନ କରୁଛେ। ସେମିତି କ୍ୱେଶ୍ଚନ୍ ନମ୍ବର 9ରେ ଦେଖିବା କବିବର କାହାକୁ କୁହାଯାଏ? କବିବର ହେଉଛି କବିବର ରାଧାନାଥ ରାୟ। କବିବର ରାଧାନାଥ ରାୟ। କବିବର ରାଧାନାଥ ରାୟକୁ ଆମେ କବିବର ବୋଲି କହୁଛେ। ସେମିତି କ୍ୱେଶ୍ଚନ୍ ନମ୍ବର 10 ଲୋକରତ୍ନ। ଲୋକରତ୍ନ କାହାକୁ କହୁଛେ? ଡକ୍ଟର କୁଞ୍ଜବିହାର ଦାସକୁ ଆମେ ଲୋକରତ୍ନ ବୋଲି କହୁଛେ। ସେମିତି ଉତ୍କଳ କେଶରୀ। ଉତ୍କଳ କେଶରୀ ଆମେ କାହାକୁ କହୁଛେ? ଡକ୍ଟର ହରେକୃଷ୍ଣ ମହତାବକୁ ଆମେ ଉତ୍କଳ କେଶରୀ ବୋଲି କହୁଛେ। ସେମିତି କ୍ୱେଶ୍ଚନ୍ ନମ୍ବର 12 ଦେଖିବା ନୃତ୍ୟ ପ୍ରବୀଣା। ନୃତ୍ୟ ପ୍ରବୀଣା ଶ୍ରୀମତୀ ସଂଯୁକ୍ତା ପାଣିଗ୍ରାହୀକୁ ଆମେ ନୃତ୍ୟ ପ୍ରବୀଣା ବୋଲି ସମ୍ବୋଧନ କରୁଛେ। ସେମିତି ଅତିବଡ଼ି କାହାକୁ କୁହାଯାଏ? ଅତିବଡ଼ି ଜଗନ୍ନାଥ ଦାସକୁ ଆମେ ଅତିବଡ଼ି ବୋଲି କହିବା। ଏବଂ ଉତ୍କଳ ରତ୍ନ କାହାକୁ କୁହାଯାଏ? ଉତ୍କଳ ରତ୍ନ ହେଉଛି ବିଶ୍ୱନାଥ ମିଶ୍ରକୁ ଆମେ ଉତ୍କଳ ରତ୍ନ ବୋଲି କହୁଛେ। ସେମିତି କ୍ୱେଶ୍ଚନ୍ ନମ୍ବର 15 ଦେଖିବା ଗୀତି କବି ଗୋପାଳ କୃଷ୍ଣ ପଟ୍ଟନାୟକକୁ ଆମେ ଗୀତି କବି ବୋଲି କହୁଛେ। ଗୀତି କବି ଗୋପାଳ କୃଷ୍ଣ ପଟ୍ଟନାୟକ। ସେମିତି ନେତାଜୀ କାହାକୁ କହୁଛେ? ନେତାଜୀ ହେଉଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷକୁ ଆମେ ନେତାଜୀ ବୋଲି ସମ୍ବୋଧନ କରୁଛେ। କ୍ୱେଶ୍ଚନ୍ ନମ୍ବର 17 ଦେଖେ ଉତ୍କଳ କଣ୍ଠ କାହାକୁ କୁହାଯାଏ? ଯଦୁମଣି ମହାପାତ୍ରଙ୍କୁ ଆମେ ଉତ୍କଳ କଣ୍ଠ ବୋଲି କହୁଛେ। ସେମିତି ମଞ୍ଚଶ୍ରୀ ଅଶ୍ୱିନୀ କୁମାର। ମଞ୍ଚଶ୍ରୀ କାହାକୁ କୁହାଯାଏ? ଅଶ୍ୱିନୀ କୁମାରକୁ ଆମେ ମଞ୍ଚଶ୍ରୀ ବୋଲି କହିବା। ଅଶ୍ୱିନୀ କୁମାର ଘୋଷକୁ ଆମେ ମଞ୍ଚଶ୍ରୀ ବୋଲି କହୁଛେ। ମଞ୍ଚଶ୍ରୀ ଅଶ୍ୱିନୀ କୁମାର ଘୋଷ। ନେକ୍ସଟ କ୍ୱେଶ୍ଚନ୍ ନମ୍ବର 19 ଉତ୍କଳ ଗୌରବ। ଉତ୍କଳ ଗୌରବ ମଧୁସୂଦନ ରାଓ। କବିବର ଗୌରୀଶଙ୍କର ରାୟ। କିଶୋର କଳି ଶ୍ୟାମ ସୁନ୍ଦର ଦାସକୁ ଆମେ କିଶୋର କଳି ବୋଲି କହୁଛେ। କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ। କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକକୁ ଆମେ କବିଚନ୍ଦ୍ର ବୋଲି କହୁଛେ। ସେମିତି ପ୍ରକୃତି କବି ଗଙ୍ଗାଧର ମେହେର। ଆଉ କ'ଣ କୁହାଯାଏ? ସ୍ୱଭାବ କବି ଗଙ୍ଗାଧର ମେହେର। ସ୍ୱଭାବ କବି ଗଙ୍ଗାଧର ମେହେର। ନେକ୍ସଟ 24 ନାରୀ କବି କାହାକୁ କୁହାଯାଏ? କୁନ୍ତଳା କୁମାରୀ ସାବିତ୍ରୀକୁ ଆମେ ନାରୀ କବି ବୋଲି କହୁଛେ। କବି ଶେଖର ଚିନ୍ତାମଣି ରାୟ। ପ୍ରେମିକ କବି ମାୟାଧର ମାନସିଂହକୁ ଆମେ ପ୍ରେମିକ କବି ବୋଲି କହୁଛେ। ନେକ୍ସଟ ଗାୟକ ଶିରୋମଣିକୁ ଆମେ କ'ଣ କହୁଛେ? ନା ରଘୁନାଥ ପାଣିଗ୍ରାହୀ କହୁଛେ। ରଘୁନାଥ ପାଣିଗ୍ରାହୀ। ଭୂମିପୁତ୍ର ହେଉଛି ବିଜୁ ପଟ୍ଟନାୟକ ଆମେ ଭୂମିପୁତ୍ର ବୋଲି କହୁଛେ। ସେମିତି ଗାୟକ କବି ହରିନାଥକୁ ଆମେ ଗାୟକ କବି ବୋଲି କହୁଛେ। ନେକ୍ସଟ ନାଟ୍ୟଚାର୍ଯ୍ୟ ରଘୁନାଥ ପଣ୍ଡାକୁ ଆମେ ନାଟ୍ୟଚାର୍ଯ୍ୟ ବୋଲି କହୁଛେ। ନେକ୍ସଟ କୁନ୍ତଳା ଭାରତୀ ଉତ୍କଳ ଭାରତୀ। କୁନ୍ତଳା କୁମାରୀ ସାବତ ଉତ୍କଳ ଭାରତୀ। କୁନ୍ତଳା କୁମାରୀ ସାବତକୁ ଆମେ ଉତ୍କଳ ଭାରତୀ ବୋଲି କହୁଛେ। ଉତ୍କଳ ଭାରତୀ। ଗାୟକ ଭାସ୍କର କାହାକୁ କହୁଛେ? ନା ଜଗନ୍ନାଥ ବେହେରାକୁ ଆମେ ଗାୟକ ଭାସ୍କର ଜଗନ୍ନାଥ ବେହେରାକୁ ଆମେ ଗାୟକ ଭାସ୍କର ବୋଲି କହୁଛେ। ନେକ୍ସଟ କବି ସୂର୍ଯ୍ୟ ବଳଦେବ ରଥ। କବି ମଞ୍ଜୁଳା କୃଷ୍ଣ ପ୍ରସାଦ ବସୁ। ଗାୟକ ସାଧକ ବାଳକୃଷ୍ଣ ଦାସ। କାନ୍ତ କବି କାହାକୁ କହୁଛେ? ଲକ୍ଷ୍ମୀକାନ୍ତ ମହାପାତ୍ରକୁ ଆମେ କାନ୍ତ କବି ବୋଲି କହୁଛେ। କାହାକୁ? ନା ଲକ୍ଷ୍ମୀକାନ୍ତ ମହାପାତ୍ରକୁ। ଗାୟକ ରତ୍ନାକର କାହ୍ନୁଚରଣ ପତି ଶର୍ମାକୁ ଆମେ ଗାୟକ ରତ୍ନାକର ବୋଲି କହୁଛେ। ଆଦିକବି କାହାକୁ କୁହାଯାଏ? ଆଦିକବି ଶାରଳା ଦାସ। ଉତ୍କଳମଣି ଗୋପବନ୍ଧୁ ଦାସ। ତ ସେମିତି ଜାତୀୟ କବି ବୀରକିଶୋର ଦାସ ଜାତୀୟ କବି କୁହାଯାଏ। ଜାତୀୟ କବି ବୋଲି କୁହାଯାଏ। କାହାକୁ? ନା ବୀରକିଶୋର ଦାସକୁ ଆମେ ଜାତୀୟ କବି ବୋଲି କହୁଛେ। ଉତ୍କଳ ଭୀମ କାହାକୁ କହୁଛେ? ପଦ୍ମଚରଣ ପଟ୍ଟନାୟକକୁ ଆମେ ଉତ୍କଳ ଭୀମ ବୋଲି କହୁଛେ। ସେମିତି ଲିପ୍ତ କବି କାହାକୁ କହୁଛେ? ଅଭିମନ୍ୟୁ ସାମନ୍ତ ସିଂହାର। ନେକ୍ସଟ ଆମେ 43ରେ ଦେଖିବା ନାଟ୍ୟଭାରତୀ କାହାକୁ କହୁଛେ? ନା ଅଶ୍ୱିନୀ କୁମାର ଘୋଷକୁ ଆମେ ନାଟ୍ୟଭାରତୀ ବୋଲି କହୁଛେ।